आमे ए धरा पृष्ठ को आसीचे कौन पाई आसीचे आमे आसीचे केवल आनंद प्राप्ति पाई। आमे जहा किछि करूचे पाठ पढ़ुचे चाकरी करिचे कि विवाह करिचे कि साधु हेइचे कि ब्रह्मचारी हेइचे कि राजनीति करुचे कि मैरिड कि अनमैरिड समस्ते कर्म करुचंती। बिना कर्म रे केही रही पारिबे नाही। समस्त कर्म करिवार मूल उद्देश्य बा लक्ष्यटा होउछि आनंद प्राप्ति। जदि कौनसी कर्म रे दुख जंत्रणा कष्ट मिलंता बा मिलिबो से कर्म को आमे केबे करिया पाई इच्छा प्रकाश करूचे कि कारण ए कर्म रे दुख मिलिबो जंत्रणा मिलिबो कष्ट मिलिबो ना आमे कर्म करिबा नाही। तेणु आमे जहा किछि करूचे प्रत्यक्ष हो परोक्ष हो आनंद प्राप्ति पाई करूचे। किंतु समीक्षा करी देखा जाउछि पाठ पढ़िले आनंद मिलिला नहीं, चाकरी कले आनंद मिलिला नहीं, विवाह कले आनंद मिलिला नहीं। जहा किछि करूचे आनंद मिलु नहीं एवं मन सबुबले अशांत अस्थिर अधैर्य अस्थिरता भितरे ए जीवनटा अतिबाहित हेउछि। पाठ पढ़िथिले आनंद पाई प्रत्येक समस्यार समाधान करिया पाई सर्विस करथिले सेमते आनंद पाई प्रत्येक समस्यार समाधान करिया पाई साधु होइथिले आनंद प्राप्ति पाई आ भगवत दर्शन उपलब्धि पाई किंतु मनरे शांति नहीं मनरे आनंद नहीं मन अशांत रहुछि एवं जेते पाइले टंका पांतु संपत्ति पांतु बा कोठाबाड़ी करंतु बा देश विदेश जांतु जेते उपार्जन करंतु तो मनरे शांति नहीं मनरे आनंद नहीं। तार कारण कौन? तार कारण होउचे आमे प्रत्येक कर्मर कौशलटा आमको ठीक भाव में जना ना। आमे केमिति कर्म करिबा से कौशल आमको जना ना। कहीं नामे ए शिक्षा ए दीक्षा आमे कोठी लाभ करिने। आमे गुरु को पाखु जाउचे दीक्षा ग्रहण करिचे साधना करिबा पाई। कौन पाई साधना करिबा ना आमे सही आनंद धाम रु आसीचे सही आनंद रे बंचिबा सही आनंद धाम को आमे पुणी चली जीवा। किंतु आमे सही आनंद धाम रु आसीचे से जे आनंद रे रहिबा आ आनंद धाम को चली जीवा से विषय आमे ज्ञान लाभ करिने एवं आम भितरे सबु समय रे मानसिक अस्थिरता मानसिक दुश्चिंता मानसिक अवसाद भितरे ये जीवनटा कटि कटि जाउछि। प्रत्येक समय रे आमर आयुष क्षय हबारे लागिছে। आमे प्रत्येक समय रे
ସେଇ ମୃତ୍ୟୁର ନିକଟସ୍ଥ ହେବାକୁ ଯାଉଛେ। ନିର୍ଦ୍ଦିଷ୍ଟ ଗୋଟେ ଦିନ ଅଛି, ଯାହାର ଯେଉଁ ଦିନ ଯେଉଁ ସମୟ ଯେଉଁ ସ୍ଥାନରେ ମୃତ୍ୟୁ ହେବା କଥା ତାହା ହିଁ ନିଶ୍ଚିନ୍ତ ହେବ। କିନ୍ତୁ ଏହି ସ୍ମରଣ ଏହି ଚେତନା ଆମ ଭିତରେ ନାହିଁ। ଭଗବାନଙ୍କର ମାୟାକୁ ଦେଖି ଆମେ ବ୍ୟସ୍ତ ଏବଂ ବିବ୍ରତ। ସମସ୍ତେ ଭଗବାନଙ୍କ ମାୟାରେ ପଡ଼ିଯାଇଛନ୍ତି। ସମସ୍ତେ ସେଇ ମାୟାଧରକୁ ଜାଣିବା ପାଇଁ, ସେଇ ମାୟାଧରକୁ ଉପଲବ୍ଧି କରିବା ପାଇଁ, ସେଇ ମାୟାଧରକୁ ଦର୍ଶନ କରିବା ପାଇଁ ଆମ ଭିତରେ କୌଣସି ବ୍ୟାକୁଳତା, ଶ୍ରଦ୍ଧା, ଆନ୍ତରିକତା କିଛି ଆମ ଭିତରେ ନାହିଁ। ଆମେ ସମସ୍ତେ ଦୀକ୍ଷା ଗ୍ରହଣ କରିଛେ। ଆମେ ଦୀକ୍ଷା ଗ୍ରହଣ ସମୟରେ ଭାବିଲେ, ଆମେ ଦୀକ୍ଷା ଗ୍ରହଣ କଲେ ଆମକୁ ମାନସିକ ଶାନ୍ତି, ମାନସିକ ଆନନ୍ଦ ଏବଂ ଦେହ ସୁସ୍ଥ, ମନ ସୁସ୍ଥ, ଆତ୍ମ ଉପଲବ୍ଧି ଆମର ହେବ। ବହୁ ଜନ୍ମ ସଂସ୍କାରରୁ ଆପଣ ଦୀକ୍ଷା ଗ୍ରହଣ କଲେ। ସମସ୍ତେ ଏ ସଂସାରରେ ଗୁରୁ ଆଶ୍ରିତ ବା ଦୀକ୍ଷା ଗ୍ରହଣ କରନ୍ତି ନାହିଁ। ଖୁବ୍ କମ୍ ଲୋକ ଗୁରୁ ଆଶ୍ରିତ ହୁଅନ୍ତି ଏବଂ ଗୁରୁଙ୍କ ଠାରୁ ଦୀକ୍ଷା ଗ୍ରହଣ କରନ୍ତି ଏବଂ ଜୀବନ ନିର୍ବାହ କରନ୍ତି। ସମସ୍ତେ ଦୀକ୍ଷା ସିନା ନିଅନ୍ତି, କିନ୍ତୁ ଦୀକ୍ଷା ନେବାଟା ବହୁତ ବଡ଼ କଥା। ତାଠୁ ବଡ଼ କଥା ହେଉଛି ଦୀକ୍ଷା ନେଇ ଗୁରୁଙ୍କର ଅନୁଶାସନ ମାନି ଜୀବନ ନିର୍ବାହ କରିବା ବା ପାଳନ କରିବା। କିନ୍ତୁ ଦୀକ୍ଷା ଗ୍ରହଣ ପରେ ଗୁରୁଙ୍କ ପାଖରେ ବସି ଶିକ୍ଷା ଲାଭ କରିବାକୁ କେହି ଆଗ୍ରହ ପ୍ରକାଶ କରନ୍ତିନି। କାରଣ କ'ଣ? ନା ସମସ୍ତେ ସମସ୍ତଙ୍କର ସଂସ୍କାର ନେଇକି ଜନ୍ମ ହୋଇଛନ୍ତି। ସମସ୍ତେ ସମସ୍ତଙ୍କ ସଂସ୍କାର ଅନୁଯାୟୀ ରୂପଟିଏ ପାଇଛନ୍ତି। ସଂସ୍କାର ଅନୁଯାୟୀ ନିଜର ଜ୍ଞାନ ଲାଭ କରିଛନ୍ତି। ସଂସ୍କାର ଅନୁଯାୟୀ ଗୋଟେ ପରିବେଶ ପାଇଛନ୍ତି। ସଂସ୍କାର ଅନୁଯାୟୀ ସେ କ'ଣ କରୁଛନ୍ତି ନା କର୍ମ କରି ଚାଲିଛନ୍ତି। ଆପଣ ଭିତରେ ଯାହା ଅଛି ତାହା ଆପଣ ବାହାର କରି ଦେଖାଇବେ। ଆପଣ ଭିତରେ ଯାହା ନାହିଁ ଆପଣ କ'ଣ ତା କରିକି ଦେଖାଇ ପାରିବେ? ଏକ୍ଜାମ୍ପଲ୍, ଏ ଘର ଭିତରେ ଯାହା ଅଛି ଆମେ ତା ବାହାର କରିବା। ଏ ଘର ଭିତରେ ଯାହା ନାହିଁ ଆପଣ କ'ଣ ତା ବାହାର କରିପାରିବେ? କେଉଁଠୁ ଆଣିବେ? ଆଉ ଗୋଟେ ଏକ୍ଜାମ୍ପଲ୍, ଯେତିକି ଟଙ୍କା ଆପଣ ବ୍ୟାଙ୍କରେ ରଖିଛନ୍ତି ସେତିକି ଟଙ୍କା ଆପଣ ଉଠେଇବେ ଏବଂ ସେତିକି ଟଙ୍କାକୁ ଆପଣ ଖର୍ଚ୍ଚ କରିବେ। ଯଦି ସେତିକି ଟଙ୍କା ସରିଯାଏ ଆପଣ ଉଠେଇ ପାରିବେ ନାହିଁ କି ଆଉ ଖର୍ଚ୍ଚ ମଧ୍ୟ ଆପଣ କରିପାରିବେ ନାହିଁ। ତେଣୁ ଭାଗବତରେ ଲେଖା ଅଛି, ପୂର୍ବ ସଞ୍ଚିତ କର୍ମ ଫଳେ ଯାଚି ମୁଁ ଦେଉଥାଏ ବଳେ, ପୂର୍ବ ଅର୍ଜିଲା କର୍ମ ନାହିଁ ଏବେ ଲୋଡ଼ିଲେ ପାଇବୁ କାହିଁ। ତେଣୁ ଆମର ଯେଉଁ ସଂସ୍କାର ଅଛି ସେ ସଂସ୍କାର ଆମ ଭିତରେ ଏତେ ପ୍ରଭାବଶାଳୀ, ଏତେ ଭୟଙ୍କର, ଏତେ ସେ ଉଗ୍ର ରୂପ ଧାରଣ କରି ଆପଣଙ୍କୁ ଯେ କୁଆଡ଼େ କୁଆଡ଼େ ନେଇ ପକାଇଦେବ ତାର ଠିକ୍ ଆଉ ଠିକଣା ନାହିଁ।